ଆଉ ଏକ ନୂଆ କ୍ଲାସ୍କୁ ମୋର ସମସ୍ତ ପାଠକ ମଣ୍ଡଳୀମାନଙ୍କୁ ପ୍ରଥମେ ମୁଁ ସ୍ୱାଗତ ଜଣାଉଛି। ଆଜି ଆମେ ବିନୋଦ ଚନ୍ଦ୍ର ନାୟକଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିବା। ବିନୋଦ ଚନ୍ଦ୍ର ନାୟକ 1919 ମସିହା ସେପ୍ଟେମ୍ବର ମାସ 2 ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ଓ ମୃତ୍ୟୁବରଣ କରିଥିଲେ 2003 ମସିହା ନଭେମ୍ବର ମାସ 15 ତାରିଖରେ। ବିନୋଦ ଚନ୍ଦ୍ର ନାୟକ ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ। ଗତାନୁଗତିକ ଧାରାରୁ ବାହାରି ଆଧୁନିକତା ସଙ୍ଗେ ରୋମାଣ୍ଟିକ୍ ଚିନ୍ତାଧାରାର ସମ୍ମିଶ୍ରଣ ତାଙ୍କ କବିତାର ବିଶେଷତା ଥିଲା। କବିତା ସଂକଳନ ସରୀସୃପ ପାଇଁ ସେ 1970 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ତାଙ୍କ କବିତା ସାରା ଦେଶରେ ଆଦୃତ ହୋଇଛି ଓ ବହୁ ଭାଷାରେ ଅନୁବାଦିତ ହୋଇଛି। ତାଙ୍କର କୃତି ସମୂହ ଉପରେ ଅନେକ ବିଦ୍ୟାର୍ଥୀ ଉଚ୍ଚତର ଗବେଷଣା କରି ଡକ୍ଟରେଟ୍ ଉପାଧି ପାଇଛନ୍ତି। ତାଙ୍କ ସଂକ୍ଷିପ୍ତ ଜୀବନୀ ସମ୍ପର୍କରେ ମଧ୍ୟ ଆମେମାନେ ଜାଣି ରଖିବା। ବିନୋଦ ଚନ୍ଦ୍ର ନାୟକଙ୍କ ଜନ୍ମ ସୁନ୍ଦରଗଡ଼ ଜିଲ୍ଲାର ତେଲିପାଲିରେ 1919 ମସିହାରେ ହୋଇଥିଲା। ଇଂରାଜୀ ଓ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର କରିବା ସହ ସେ ଶିକ୍ଷା ସମାପନ କରି ପ୍ରଥମେ ଓଡ଼ିଶା ସରକାରୀ ସେବାରେ ଯୋଗଦେଇ ପରେ ସରକାରୀ ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ। 1978 ମସିହାରେ ସେ ଝାରସୁଗୁଡ଼ା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରୁ ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଥିଲେ। ତା ମଧ୍ୟରେ ସେ କିଛି ବର୍ଷ ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ତେବେ ଶିକ୍ଷା ଓ ସାହିତ୍ୟ ପ୍ରତି ନିବିଡ଼ ଆକର୍ଷଣ ଯୋଗୁଁ ସେ ସରକାରୀ ସେବାରୁ ଅବସର ପରେ ଘରେ ବସି ନ ରହି ନୂତନ କରି ଆରମ୍ଭ ହୋଇଥିବା ବ୍ରଜରାଜନଗର ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବରେ ରହି ପ୍ରଶାସନ ସହ ତାଙ୍କ ସାହିତ୍ୟ ସେବା ଜାରି ରଖିଥିଲେ। ତତ୍ପରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଆସନ ଅଳଙ୍କୃତ କରିଥିଲେ। ଜୀବନର ଅନ୍ତିମ ମୁହୂର୍ତ୍ତ ଯାଏ ସାହିତ୍ୟ ଓ କବିତାକୁ ନେଇ ମଜ୍ଜି ରହିଥିବା କବି ବିନୋଦ ଚନ୍ଦ୍ର ନାୟକଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ସମ୍ମାନଜନକ ଡିଲିଟ୍ ଉପାଧି ମଧ୍ୟ ମିଳିଥିଲା। ଅଗଣିତ ସାହିତ୍ୟ ପରିଷଦ ଓ ସଂସ୍ଥା ତରଫରୁ ତାଙ୍କୁ ସମ୍ମାନ ମିଳିଥିଲା। ସେ ଗ୍ରାମ୍ୟ ଜୀବନର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଦୈନନ୍ଦିନ ଚାଲିଚଳନକୁ ନେଇ ତାଙ୍କ କବିତା ସ୍ଥାନିତ କରୁଥିଲେ। 2003 ମସିହାରେ ବିନୋଦ ଚନ୍ଦ୍ରଙ୍କର ତିରୋଧାନ ଘଟିଥିଲା ଅଥବା ସେ ମୃତ୍ୟୁବରଣ କରିଥିଲେ। ତାଙ୍କ ସାହିତ୍ୟ କୃତିଗୁଡ଼ିକ ହେଉଛି ସରୀସୃପ 1970, ହେମନ୍ତୀ 1933, ଚନ୍ଦ୍ର ଓ ତାରା 1951, ଇଳାବୃତ୍ତ 1960, ନନ୍ଦାଦେବୀ 1962, ସତ ତାରାର ଦୀପ 1962, ନୀଳଚକ୍ରର ଉପତ୍ୟକା 1951, ପୋହଳା ଦ୍ୱୀପର ଉପତ୍ୟକା 1970। ତାଙ୍କର କବିତା ଗ୍ରାମପଥର ଏକ ଉଦ୍ଧୃତିକୁ ଆମେ ନିମ୍ନରେ ପରିପ୍ରକାଶ କରିବା। ଏ ପଥରେ ଗ୍ରାମେ ପ୍ରବେଶ ହୁଅଇ ବଧୂ, ବିରତି ବୁକୁର ମମତା ମୁଖର, ମଧୁ ପୁଅ ଝିଅ ନାତି ନାତୁଣୀରେ ରଖି ମଶାଣି ଏପଥେ ଫେରେ, ଆସିବା ଜନର ସାକ୍ଷୀ ଏ ପଥ, ଫେରିବା ଜନର ବନ୍ଧୁ। ସେ ପାଇଥିବା ସମ୍ମାନ ଓ ପୁରସ୍କାରଗୁଡ଼ିକ ଅତି ବଡ଼ି ଜଗନ୍ନାଥ ଦାସ ସମ୍ମାନ 2000 ମସିହାରେ ପାଇଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର 1970 ମସିହାରେ ପାଇଥିଲେ। ଏ ଥିଲା ବିନୋଦ ଚନ୍ଦ୍ର ନାୟକଙ୍କ ଜୀବନୀ ସମ୍ପର୍କରେ ଏକ ସାମୂହିକ ଆଲୋଚନା। ଏ ଆଲୋଚନାଟି ଯଦି ପାଠକମାନଙ୍କୁ କିଛି ମାତ୍ରାରେ ସହଯୋଗ କରିପାରେ ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ ଏବଂ ନିଜସ୍ୱ ଅଭିମତ ନିଶ୍ଚିତ ଭାବରେ ପ୍ରଦାନ କରିବେ।